ଆଜି ଶୁଣିବା ଉପନ୍ୟାସ ଅମୃତର ସନ୍ତାନ। ଔପନ୍ୟାସିକ ଗୋପୀନାଥ ମହାନ୍ତି। ଭାଗ 4। ରାତି ପାହିଲା। ପୁୟୁ ତାର ପୁଅକୁ ଚାକି କାମଦାମ ମଝିରେ ରାସ୍ତାକୁ ଅନେଇ ଆସିଥାଏ। ଆଜି ତାର ବାପ ଗାଁର ଲୋକ ଆସିବେ। ଖବର ଯାଇଛି, ଭୋର୍ସାମୁଣ୍ଡା ବାରିକ ଯାଇଛି। ତାର ବାପ ଘର ଗାଁ ମିଟିଂ। ସକାଳୁ ବାହାରିଲେ ପହଞ୍ଚୁ ପହଞ୍ଚୁ ସୂର୍ଯ୍ୟ ହାତେ ଖସିଥାଏ ଲେଣ୍ଡେ ପାଖେ ମିଟିଂ ଘାଟି ପର୍ବତ ଲଙ୍ଘି ଗଦାଏ ବାଟ। ସେଠି ବାପ ମା ନାହାନ୍ତି, ଗଲେଣି କେଉଁଦିନୁ। ଖାଲି ବୁଢ଼ୀଗୁଡ଼ାକ ବଉଁଶ କୁଟୁମ୍ବ ଅଛନ୍ତି। ତାଙ୍କ ଭିତରୁ କେହି କେହି ଆସିବେ। ପୁଅର ନାହିଁ ପଡ଼ିଛି, ମଉଳା ଘରୁ କେହି ନ ଆସିଲେ ନ ହୁଏ। ପୁୟୁ ଜାଣେ, ଏଡ଼େ ସକାଳୁ ସେଠୁ କେହି ଶୀତର କୁହୁଡ଼ି ପହଁରି ଆସିପାରିବେ ନାହିଁ। କିନ୍ତୁ କେହି ଆଜି ଆସିବେ। ବାଟ କହିଦେଉଛି, ଏହାର ଯେଉଁ ସରୁ ବାଟ ଗାଁ ପର୍ବତରୁ ଓହ୍ଲେଇ ବଣ ଭିତରେ କେଉଁଠି ହଜିଯାଇଛି, ନିଭିଯାଇଛି। ପୁରୁଷର ମୁହଁକୁ ଅନାଇଥିଲା। ସେଦିନ ବାପଘର ଗାଁର ପର୍ବତ ଝରଣା ଭୁଲିଥିଲା ନୀତି ନାଟ କରିବା ଗାଁ ଦାଣ୍ଡର ଧୂଳି। ଆଜି ପୁଅର ମୁହଁକୁ ଅନଉଛି, ଧୀରେ ଧୀରେ ଭୁଲି ଯାଉଛି ସେଦିନର ପୁରୁଷକୁ। ସବୁ ସେ ଭୁଲି ଯାଇଛି। କିନ୍ତୁ ଏହିପରି ଦିନେ ଦିନେ କେଉଁ କଥା ମନେ ପଡ଼େ। ମନ ଭିତରେ ଖାଲି ବଉଦ ହିଁ ଭାସି ଲାଗିଥାଏ। କେଯାଏ ସେ ପୋଡ଼ା ଦଦରା ଢିଅ କଥା ଭାବି ବୟସର ସୁଅରେ ଟାଣି ହୋଇ ସେଠା ଆଡ଼କୁ ପଛ କରି ସେ ଏକା ରାରେ ଚାଲିଅଛି କେଉଁଦିନୁ। ଆଜି ମନେ ପଡ଼ୁଛି, ସେଠି ବି ସୂର୍ଯ୍ୟ ଉଏଁ, ରଙ୍ଗେଇ ଦିଏ ଦି ପାଖର ଗୋଜିଆ ମୁଣ୍ଡା ପାହାଡ଼। ସେଠି ବି ମୟୂର ନାଟକରେ। ସେଠି ବି ଟୋକିଏ କାମରୁ ପେନ୍ଥି ପେନ୍ଥି ଧଳା ଫୁଲ ଗଛରୁ ଉଠେଇ ନେଇ ମୁଣ୍ଡରେ ଖଞ୍ଜି ଦେଇ ଏକାଠି ଗଳା ମିଶେଇ ଗୀତ ବୋଲନ୍ତି। ସେ ପାଖ ପର୍ବତରୁ ଟୋକାଏ କରନ୍ତି ତାର ପ୍ରତିଧ୍ୱନି। ସେ ବି ଟୋକିଥିଲା। କେତେ ଲୋକ ଅନଉଥିଲେ ତା ମୁହଁକୁ। ପାଇବା ନ ପାଇବାର ସନ୍ଦେହ ସଂଘର୍ଷରେ ଆଖି ଜୁଳୁଜୁଳୁ କରେ। ସେଠି ତାର କେହି ନାହାନ୍ତି, କିନ୍ତୁ ତାର ବି ଗୋଟାଏ ବାପଘର ଅଛି। ସେଠି ରହିଛି ତାର ଅତୀତ, ଯାହା କଥା ଭାବିଲେ ଭଲ ଲାଗେ। ଆଜି ବାପଘର ଲୋକେ ଆସିବେ। ପୁୟୁ ତାର ଘର କାମ ନିଠେଇ ନିଠେଇ କଲା। ଆପଣା ଦେହ ମୁଣ୍ଡକୁ ଅନେଇଲା। କ'ଣ ଭାବିବେ ସେମାନେ? ଭାବିବେ କି ପୁୟୁ କ'ଣ ମୋର ମା ହେଲାଣି ଏଠି ଦୁଃଖରେ ରହିଛି। ଖାଇବାକୁ ଦେଉନାହାନ୍ତି, ଖାଲି କାମ କରଉଛନ୍ତି ଯେପରି ଶୁଖିଯାଇଛି। ପୁୟୁ ତାର ହାତ ଗୋଡ଼କୁ ଅନେଇଲା। ହାତର ଖଡ଼ୁ, ଗୋଡ଼ର ବଳା ଥରେ କଟା ହୋଇ ବି ଆହୁରି ହୁଗୁଳା ହୋଇଗଲାଣି। ହସ ମାଡ଼ିଲା। ଆଜି ତାର ଧାଙ୍ଗଡ଼ି ମନ ହୋଇଛି। ଯେତେବେଳେ ଦେହର ଅଭାବ ମନକୁ ଖରାପ ଲାଗେ, କେଉଁଠୁ ବେସୁରା ହୋଇ ଫିଟି ପଡ଼େ ମନର ରାଗିଣୀ। ନଣନ୍ଦକୁ ବହେ ଥଟ୍ଟା କଲା। ଆଜି ମୋର ବାପଘରୁ କିଏ ପୁଣି ଆସିବେ ଲୋ, ସଜ ହୋଇଥା, ତତେ କାଳେ ପସନ୍ଦ ନ ହେବ। ବୁବୁଲି ବି ମନ ଭିତରେ ଚମକ ଅନୁଭବ କରୁଥାଏ। ନୂଆ ଲୋକଙ୍କ ବାଟକୁ ଅନେଇଲେ ଧାଙ୍ଗଡ଼ି ମନରେ ଯେଉଁ ଚମକ ଆସେ, ବାହାରେ ସେ ହସି ଉଡ଼ାଇ ଦେଲା। ଦିହେଁ ଯାକ ଗାଧୋଇ ପାଧୋଇ ସଫାସୁତୁରା ହେଲେ, ମୁଣ୍ଡ ବାନ୍ଧିଲେ। ବୁବୁଲି ତାର ବେଶ ହେଲା। ଦିଓଡ଼ୁ ଲେଞ୍ଜୁ ଦୁହେଁ ଆସି ଖାଇ ପିଇ ଗଲେ। ଦୁହିଁଙ୍କ ମୁହଁ ଭାରି ଭାରି, ଦୁହେଁ ଖାଲି ଗର ଗର। ଗାଁରୁ ପୁରୁଷମାନେ କ୍ଷେତକୁ ଚାଲିଗଲେ। ଅଧେ ଟୋକି ଚାଲିଗଲେ। ବେଳ ମୁଣ୍ଡ ଉପରକୁ ଚଢ଼ି ହାତେ ଖସି ପଡ଼ିଲା। ପୁୟୁ କାନେଇ କାନେଇ ଘର ଭିତରେ ପୁଅକୁ ଧରି ଶୋଇଥାଏ। କେତେବେଳକେ ଦୂରରୁ ଗୀତ ଶୁଭିଲା। ଅଚିହ୍ନା କଣ୍ଠରେ କେଉଁ ବାଟୋଇ ଦଳ ଗୀତ ବୋଲି ଯାଉଛନ୍ତି। ତାର ଜବାବ ଦେଉଛନ୍ତି କ୍ଷେତରେ କାମ କରୁଥିବା ଏ ଗାଁର ଧାଙ୍ଗଡ଼ିମାନେ। କନ୍ଧ ଦେଶରେ ଧାଙ୍ଗଡ଼ି ପଲ ଦେଖିଲେ ଧାଙ୍ଗଡ଼ା ପଲ ଗୀତ ବୋଲନ୍ତି। ଏମାନେ ଥରକୁ ସେମାନେ ଥରେ। ବାଟ ଚଳାଳି ବି ନିଜର ମନ କଥା ଗୀତରେ ବାଟକୁ ଶୁଣାଇ ଯାଏ। ଉନ୍ନତି ପ୍ରକୃତି ମଣିଷକୁ ଧରି ଗୀତ ଗାଏ, ନଚାଏ, ମତାଏ। କନ୍ଧ ଦେଶରେ ସବୁ ଚାଲେ ଗୀତରେ। ଗୀତର ଶବ୍ଦ ପାଖ ହେଲା। ପୁୟୁ କାନ ଡେରିଲା। ଗହଳ ହୋଇ ଗୀତ ପାଖକୁ ଚହଲି ଆସିଲା। ପୁୟୁ ଅର୍ଥ ଧରିଲା। ପୁରୁଷମାନେ କହୁଛନ୍ତି, ଆରେ ଅଛିନା ଟୋକିମାନେ, ଶରଧାରେ ଆମେ ନାଁ ଦେଉଛୁ ନିଲସ, ତାଲସ, ଲେମ୍ବର, ଜାମ୍ବର, ତୁମେ ନିଅ, ହୁଏତ ଆମକୁ ମନେ ରଖିଥିବ। ତୁମେ କ'ଣ ସତେ ଆମକୁ ପଚାରିବ? ଜୁଳୁଜୁଳିଆ ପରି ଝିଲିକି ଦେଇ ତୁମେ କୁଆଡ଼େ ଅନ୍ତର୍ଦ୍ଧାନ ହୋଇଯିବ। ଏସି ଚଢ଼େଇ ପତ୍ର ଗହଳରେ ରାବିତି ଲୁଚିଗଲା ପରି ତୁମେ ମୁହଁ ଲୁଚେଇବ।
ତୁମେ ଆମକୁ ଚାହିଁ ରହିବା ଖାଲି କାତରୁ କଙ୍କଡ଼ା ଅନେଇଲା ପରି। ଆମେ କ'ଣ ଜାଣୁନାହୁଁ? ହାଟକୁ ନେଲା ପସରା ପରି ଆମର ସ୍ମୃତି ତୁମ ମନରୁ କୁଆଡ଼େ ଚାଲିଯିବ। ତୁମେ ବଡ଼ ଲୋକ, ତୁମ କୋଠା ଘରୁ ଚୂନମୁଣ୍ଡା ପରା ସବୁବେଳେ ଝଡ଼ୁଛି। କାହିଁକି ତୁମେ ଆମ ଗରିବକୁ ଅନେଇ ରହିଛ? ପୁରୁଣା କାଳର ଗୀତ, ତାର ଘୋଷା ସୁନଗୁଣ୍ଡା ଡୁଲାନ आहे। ଯେଉଁକେ ମାଲ ନିଲସ ଯାଇକେ ମାଲ ତାଲସ ସୁନଗୁଣ୍ଡା ଡୁଲାନ आहे। ପରିଚିତ ଅଞ୍ଚଳର ପରିଚିତ ଗୀତ। ପୁୟୁ ଦୌଡ଼ି ଆସିଲା। ପାହାଡ଼ ତଳି ବାଟେ କେଉଁମାନେ ଏକାସ୍ୱରରେ ଗୀତ ବୋଲି ଉଠୁଛନ୍ତି। ଗାଁ ସେମୁଣ୍ଡ ପଞ୍ଝାଏ ଟୋକୀ ଗଛ ଓଡ଼ାଳେ ଠିଆ ହୋଇ ଗୀତର ଜବାବ ଗଡ଼େଇବାରେ ଲାଗିଗଲେ। ଦୂରର ଟୋକୀ ପଞ୍ଝାମାନେ ଏକାଠି ହୋଇ ଗୀତର ଜବାବ ଗାଇ ଗାଇ ଗାଁ ଆଡ଼କୁ ଆସୁଛନ୍ତି। ସ୍ୱରର ହାବୁକା ଲାଗିଛି। ସୁନଗୁଣ୍ଡା ସାଙ୍ଗକୁ ହିଙ୍ଗା ଗୁଣ୍ଡା। ନା ତୁମେ ସିନା ଧନୀ ସୌଦାଗର। ଏତେ ହଳଦୀ ସାଇତିଛି, ସବୁବେଳେ ତମ ଘର ହଳଦୀଗୁଣ୍ଡା ଝଡ଼ୁଛି। ଦୂର ବାଟରେ ବାଟୋଇ ମାନ ଅଭିମାନ ଭୁଲିଯାଅ, ପରିଶ୍ରମ ଭୁଲିଯାଅ। କାମ ତ ସବୁବେଳେ ଲାଗିଛି। ଆମ ଗାଁରେ ଅଟକି ଯାଅ, କେତେ ଗୀତ ଗାଇବା, ନାଚ ନାଚିବା। ଦେଖିବ ଆମେ ତୁମକୁ ଭୁଲିବୁ କି ତୁମେ ଆମକୁ ଭୁଲିବ। ପୁବୁଲି ଦଳରେ ଭିଡ଼ିଲାଣି। କନ୍ଧ ଧାଙ୍ଗଡ଼ାର ଗୀତ ଶୁଣି ତୁନି ହୋଇ ରହିପାରେ ନାହିଁ। ପୁୟୁ ହସି ହସି ଫାଟି ପଡ଼ିଲା। ପୁରୁଣା ଗୀତ, ନୂଆ ନୁହେଁ, କିନ୍ତୁ ଯେତେଥର ଶୁଣିଲେ ସୁଦ୍ଧା ହସ ମାଡ଼େ। ହାକିନା ଡବ ଡବ ଆଖିରେ ଅନେଇ ରହିଲା। ଗାଁର ଟୋକୀମାନେ ଏକାଠି ହୋଇ ଗାଁ ଦୁଆର ମୁହଁରେ ହଟି ଆସିଲେ। ପାହାଡ଼ ଢାଲୁ ଉପରକୁ ଧୀରେ ଧୀରେ ଗୋଟାକ ପଛେ ଗୋଟାଏ 6ଟି ମୁଣ୍ଡ 6ଟି ବେକ ଉଠିଲା। କାନ୍ଧରେ କାଉଡ଼ି ଭାର ଟାଙ୍ଗିଆ, ହାତରେ ବର୍ଚ୍ଛା ଠେଙ୍ଗା। ପୁୟୁ ଦୌଡ଼ିଗଲା। ସେମାନେ ତା ବାପଘର ଗାଁ ଲୋକ। ସମସ୍ତଙ୍କ ଆଗରେ ଗୋରା ତକ ତକ ବଳିଷ୍ଠ ଦେହ, ବେଶୁ କନ୍sh ମିଟିଂ। ଗାଁର ରଘୁ ସାଉନ୍ତର ପୁଅ। ତୋଫା ଭେଣ୍ଡିଆ, ନିଘଞ୍ଚ ବଣ ଭିତରେ ଶିକାରୀ। ତା ହାତରେ ବର୍ଚ୍ଛା, କାନ୍ଧରେ ମସ୍ତବଡ଼ ଓଡ଼ିଆ ନଳି। ମିଟିଂ ଗାଁ ଲୋକେ ଢାଲ ଉପରକୁ ଚଢ଼ିଗଲେ। ଗୀତ ବନ୍ଦ ହେଲା। ଭାରରେ ଫେଣା ଫେଣା କଦଳୀ, 4ଟି କୁକୁଡ଼ା, ଟୋକେଇରେ ଆପଣାର ଖାଦ୍ୟ ସରଞ୍ଜାମ, କୁଣିଆ ଘରକୁ ପିଠା। କିଛି ଦୂର ତଫାତରେ ବାଡ଼ି ଭରା ଦେଇ ଚାଲି ଆସୁଛି ଏ ଗାଁର ବାରିକ ବୁଢ଼ା, ଭୁର୍ସା ମୁଣ୍ଡା ଡମ୍। ସମସ୍ତେ ଆଗେଇ ଆସିଲେ। ଝୋଡ଼ି ଗଛମୂଳେ ବେଶୁ କନ୍ଧ ଅଟକି ରହିଲା। ସେତେବେଳକୁ ବେଳ ରତ ହେଉଛି। ଝଙ୍କା ଝୋଡ଼ି ଗଛ ବାଳମୁକୁଳା କମଧୁଣି ପରି ଥକା ହୋଇ ଠିଆ ହୋଇଛି। ହରଡ଼ ଚଢ଼େଇ କୁଡ଼ି ଖାଉଛନ୍ତି। ବେଶୁ ଭାବିଲା ଏକାଥରକେ ତାର କରାମତି ଦେଖାଇବ। ବନ୍ଧୁ ଘରକୁ ଭେଟି ସଜାଡ଼ିବ। ନଳି ଉଠେଇ ବେଶୁକନ୍ଧ ଢୁ କଲା। 4ଟା ହରଡ଼ ଚଢ଼େଇ ପଳେଇଲେ। ଗାଁରୁ ସମସ୍ତେ ଦୌଡ଼ି ଆସିଲେ। ଏ ଗାଁର ଲୋକେ ସେ ଗାଁର ଲୋକଙ୍କୁ ଅଭ୍ୟର୍ଥନା କରି ଗାଁ ଭିତରକୁ ପାଛୋଟି ନେଇଗଲେ। ଦିଉଡୁ ସାଉନ୍ତାକୁ କ୍ଷେତରୁ ଡାକିବାକୁ ଖବର କଲା। ଗାଁ ମଝିରେ ବଡ଼ ଚଟାପଥର ପଡ଼ିଛି ବସିବା ଜାଗା। ଗାଁ ଭେରମଣ। ସମସ୍ତେ ସେଠି ବସିଲେ। ଆଗ ଧୂଆଁପତ୍ର ଆଦାନ ପ୍ରଦାନ। ଅଣ୍ଟାର କୌପିନି ପିନ୍ଧା ଡୋରରୁ, ମୁଣ୍ଡରୁ ଚୁଟିରୁ ବଡ଼ ବଡ଼ ପତ୍ର କାହାଳି ବାହାରିଲା। ଖଣ୍ଡେ ଶୁଖିଲା କୁରେଇ ଡାଙ୍ଗ ଉପରେ ଆଉ ଖଣ୍ଡେ ଗୋଜିଆ କୁରେଇ ଡାଙ୍ଗ ସିଧା କରି ଥୋଇ ଦି ହାତରେ ଦଳି ନିଆଁ ଟିକିଏ ଖିଏ କଲା। କାହାଳିରେ ନିଆଁ ଲାଗିଲା। ଟୁପ୍ଟାପ୍ ଗପ ହେଲା। ଧୁଙ୍ଗିଆ ପିଆ ପଙ୍ଗତ ଲାଗିଗଲା କନ୍ଧ ରୀତିରେ। କେବଳ ହସ ଥଟ୍ଟା ଆଉ ବାଟର ଗପ। କନ୍ଧ ଆଉ ଧୁଙ୍ଗିଆ ଅଭେଦ୍ୟ। ଗପ ଲାଗିଥାଏ। ପିଲା ବୁଢ଼ା ସମସ୍ତେ ଗମତ ଜମାଇଥାନ୍ତି। ସମସ୍ତେ ଭୁସ୍ ଭୁସ୍ ଧୂଆଁ ଛାଡ଼ୁଥାନ୍ତି। ପାଖକୁ ପାଖ ଲଗାଲଗି ହୋଇ ବସି ଅନର୍ଗଳ ଗପ। ଏ ବର୍ଷ ବାଘଖିଆ ସେତେ ବେଶୀ ନୁହେଁ। ହୁଏତ ଏଣିକି ବଢ଼ିଯିବ। ବାଟରେ ବାଘ ରହୁଥିଲା। ଗୋଟାଏ ବାରାହା ବଣ ଭିତରେ କେଉଁଠି ଘୁଟ୍ ଘୁଟ୍ ଠକ୍ ଠକ୍ ହୋଇ ବୋବଉଥିଲା। ବାଘ ଯାହାକୁ ଖାଏ ତାର ପ୍ରେତ ବାଘଢୁମା ହୋଇ ବଣ ଭିତରେ ବୁଲୁଥାଏ। ସାନ ପିଲା ପରି ଆକୃତି। ମୁଣ୍ଡ ଚନ୍ଦା, ଓଠ ଆଉ ଆଖି ଖୁବ୍ ନାଲି। ବାଟରେ ଆସିବା ବେଳେ ବାଘଡୁମା ନିଘଞ୍ଚ ବଣ ଭିତରେ କାଠ ଆଣୁଥିଲା। ଉତ୍ତାଣୀ ପିଲା ପରି କାନ୍ଦୁଥିଲା। ଏତକ ଶୁଣି ପାଣ୍ଡ୍ରୁ କନ୍ଦ କାନ ଠିଆ କରି ଆଖି ବୁଜେଇ ପଚାରିଲା, କୋଉଠି କୋଉଠି? ସେ ଦିଶାରୀ ତାକୁ ଜଣାଅଛି। ଏମିତି କିଳିଦବ ଯେ ବାଘଡୁମା ଦେଖାଦେବ ନାହିଁ। ନହେଲେ ବାଘଡୁମା ସମସ୍ତିଙ୍କି ଡରେଇବ।
ମଣିଷ ଖିଆ ବାଘର ଲାଞ୍ଜରେ ଚଢ଼ି ତାକୁ ଆହୁରି ମଣିଷ ଖାଇବାକୁ ଶିଖେଇବ। ମଣିଷ ଗୋଷ୍ଠୀର ସବୁ କାଇଦା କଦର ବତେଇଦେବ ତାକୁ। ହଁ, ବାଟରେ କୁଟ୍ରା କାନ ହଲେଇ ହଲେଇ ସୁଆଁ ଖାଇ ଯାଉଥିଲା। ବଡ଼ ଚାଲାକ ସେ। କ୍ଷେତ ମଝିକୁ ଆସେ ନାହିଁ। କ୍ଷେତ କରେ କରେ ଜଙ୍ଗଲ ପାଖେ ପାଖେ ଚରୁଥାଏ। ବେସୁକନ୍ଧ ଛୁଟି ଯାଇଥିଲା। ବୁଦା ଉଆଡ଼ରେ ଛପି ଛପିକା କୁଟ୍ରା ଶୁଣିପାରି ବଣରେ ପଶିଗଲା। ହଁ, ନହେବ କାହିଁକି? ମୟୂର ଦେଖିବାକୁ କୁଟ୍ରା ଶୁଣିବାକୁ ଏପରି ପ୍ରବାଦ ଅଛି। ସତ କଥା। ଫସଲ କଟାକଟି ଆରମ୍ଭ ହେଲାଣି ଚାରିଆଡ଼େ। କିନ୍ତୁ କ'ଣ ହେବ? ଏତେ ବୋଝ ଫସଲ ସବୁ ପଶିବ ଯାଇ ସାହୁକାର ଘରେ। ବିଲକୁ ହଳ ଯିବା ପୂର୍ବରୁ ଭୋକିଲା ଶୋଷିଲା ଦିନରେ ସାହୁକାର ଆଗତୁରା ଦାଦନ ଲଗାଇ ଦେଇଛନ୍ତି। ସେତିକି ବେଳୁ ଭାଉ ଠିକଣା କରିଦେଇଛନ୍ତି। ଟଙ୍କାକୁ ଲୋକ ଦେଖି 20 ମାଣ, ଲୋକ ଦେଖି 30 ମାଣ ଧାନ। କିଏ ସେତେବେଳେ ଟଙ୍କା ନେଇଛି, କିଏ ଗଣ୍ଡିଏ ଧାନ ନେଇଛି, କିଏ ବା ଟୋପିଏ ମଦ ପିଇଛି। ସେତିକି ଯୋଗୁଁ ବର୍ତ୍ତମାନ ସାହୁକାର ଘରେ ଅଜାଡ଼ି ଦେବାକୁ ପଡ଼ିବ କନ୍ଧ ଦେଶର ସବୁଯାକ ଫସଲ। ଧାନ, ମାଣ୍ଡିଆ, ସୁଆଁ, କାନ୍ଦୁଲ, ରାଶି, ଅଳସୀ, ଜଡ଼ା ସବୁ। କଥାବାର୍ତ୍ତା ଲାଗିଥାଏ କେଉଁ ଗାଁରେ କେଉଁଦିନ ସାହୁକାର ଦୂତ ଦେଖା ଦେଲେଣି। ତାପରେ ଅଧିକାରୀମାନଙ୍କ କଥା। ଏଇ ଫସଲ କଟାକଟି ଦିନରେ ସେମାନଙ୍କର ବି ଦେଖା ମିଳେ। କିଏ ଆସେ ଖଜଣା ଅସୁଲ କରିବାକୁ, କିଏ ଘର ତନଖି କରିବାକୁ। ତାଙ୍କର ଭାରୁଆ ଦରକାର, ଜିନିଷ ଦରକାର, ଅନେକ ଜିନିଷ ଦରକାର। ତାଙ୍କୁ ବି କନ୍ଧିଆ ଭାଇ ସନ୍ତୋଷ କରିବ। ତେଣୁ ଦୁଇ ଗାଁର କନ୍ଧ ଏକାଠି ହେଲେ ଅଧିକାରୀମାନଙ୍କ ପାରିଧି ଖବର ବି ପଡ଼େ। ଗୋରୁ ରୋଗ କଥା। କିଏ ଗୋରୁଙ୍କୁ ଘାଙ୍ଗି ଦେଇ ପରର ଗୋରୁ ମାରି ପକାଏ, କିଏ ବିଷ ଦିଏ। କାଇଁଚ ଫଳ ବତୁରେଇ ବାଟିରେ ମୁନିଆ ମୁନିଆ କଣ୍ଟା କରି ସେହି କଣ୍ଟାରେ ଦିଏ ଗୋରୁଙ୍କୁ ଭୁସି। କିଏ ବା ଟାଙ୍ଗିଆ ମୁଣ୍ଡିରେ ଗୋରୁର 2 ଶିଙ୍ଘ ମଝିରେ ପାହାରେ ପକାଏ ନିଛାଟିଆ ଝୋଲାରେ। ସବୁ ଫିକର ଡମ୍ବ। ଲୋକଙ୍କର ସେମାନେ ହାତରେ ତାସ କରିବାକୁ ଘୃଣା କରନ୍ତି। ପୋଲାରେ ଖାଇ ବଞ୍ଚନ୍ତି। ଏଇ ଶୀତଦିନେ କ୍ଷେତର ଫସଲ ସାଙ୍ଗେ ଅନଚାପ୍ୟ ଗୋରୁ ଛାଲ ବି ହାଟକୁ ବାହାରେ। ଦୁଇ ଗାଁର ଲୋକ ଏକାଠି ବସି କନ୍ଧିଆ ଜୀବନର ବିଶିଷ୍ଟ ଘଟଣା ଆଲୋଚନା କରୁଥାନ୍ତି। ଗପ ଶୁଣିବାକୁ ସ୍ତ୍ରୀ ଲୋକମାନେ ଜମିଲେ। ପିଲାକା ଖାଇ ଡୋକ୍ରୀ ବା ବିବାହିତ ସ୍ତ୍ରୀମାନେ ଜୁଡ଼ା ବାନ୍ଧି ମୁହଁରେ ତେଲ ହଳଦୀ ନେସି ଧାଙ୍ଗଡ଼ିମାନେ। କନ୍ଧ ସମ୍ପ୍ରଦାୟରେ ଶିଷ୍ଟାଚାର ଅଭାବ ନାହିଁ। କନ୍ଧ ବୈଠକରେ ସ୍ତ୍ରୀ ଲୋକମାନଙ୍କର ବି ସ୍ଥାନ ଅଛି। ସେମାନେ ଆପଣାର ଅଭିମତ ଦେଉଥାନ୍ତି, ଆଲୋଚନାକୁ ଆଗେଇ ଦେଉଥାନ୍ତି ସରସ କରି। ବେସୁକନ୍ଧ ଶିକାରର ଗଳ୍ପ ଶୁଣି ଆରମ୍ଭ କଲା। ଓଡ଼ିଆ ନଳୀ ତାର କୋଡ଼ରେ ଥୁଆ ହୋଇଛି, ବର୍ଚ୍ଛା ତଳେ ଶୋଇଛି। ତାର ଫଳକ ତାର ଅଣ୍ଟି ପାଖରେ। ଉତ୍ତେଜିତ ଆଖିରେ ତରଳ କପାଳରେ ନାନା ଭାବ ଆଣି ଆପଣାର ଅଭିଜ୍ଞତାରୁ ବାଛି ବାଛି ସେ କାହାଣୀ କହି ଲାଗିଲା। ତାର ସାଙ୍ଗର ଲୋକ ମୁଣ୍ଡ ଟୁଙ୍ଗାରିଲେ। ଏ ଗାଁର ଲୋକୀ ତୁନି ହୋଇ ଶୁଣିଲେ। ଶିକାରର ଖୋଜ ଉଣ୍ଡି ଉଣ୍ଡି ଏକୁଟିଆ ବଣରେ ପଶି ଜନ୍ତୁ ମାରିବାର କଥା। ତାହାକୁ କହନ୍ତି ଡୋକ୍ରା ବେଣ୍ଟ। ରାତିରେ ପଲାରେ ବସି ଛକିବାର କାହାଣୀ। ତଳେ ବାଘ ଛଡ଼ ଛଡ଼ କରି ଛିଣ୍ଡାଇ ଖାଏ। ବାଘ ଆଗେ ମୁହାଁମୁହିଁ କଥା ହେବା। ବାଘ ଦାଉରୁ ଆତ୍ମରକ୍ଷା କରିବା କଥା ଶୁଣିଲେ ଆଖିରେ ପଲକ ପଡ଼େ ନାହିଁ, ରୋମ ଟାଙ୍କୁରି ଉଠେ। ବେସୁକନ୍ଧ ସମସ୍ତଙ୍କୁ ମତେଇ ଦେଲା। ହରଡ଼ର ବୋବାଳି ବୁଡ଼ିଲା, ମୟୂରର ବୋବାଳି ବୁଡ଼ିଲା। ସବୁ ଡୁବାଇ ଦେଇ ବେସୁକନ୍ଧର ବର୍ଣ୍ଣନା ଠିଆ ହେଲା। ଗିରିକନ୍ଦରା ଭିତରେ କେଉଁ ମିଟିଂ ଗାଁ। ସେଠି ବଗ ଧୋବ ଧୋବ ଛଳ ଛଳ ନଈ, ଚମ୍ପା ଝରଣା। ସେଠି ଚାରିଦିଗ ଆବୋରି ରହିଛି ଅଗନାଗ୍ନି ବନସ୍ତ, ଯେଉଁଠି ଖରା ପଡ଼େ ନାହିଁ। ଆଉ ସବୁବେଳେ ରହି ରହିକା ଶିକାରୀମାନଙ୍କର ଢୋ ଢୋ ନଳି ଫୁଟୁଛି। ଶିକାର ଚାଲିଛି ଦିନରେ ରାତିରେ। ସଞ୍ଜ ହେଲା। ଲୋକ ଜମିଲେ। ଦିଉଡୁ ଲେଞ୍ଜୁ ଘରକୁ ଫେରିଲେ। ହାକିନାକୁ ପଦାକୁ ଅଣାହେଲା। ସାନ ପୂଜାଟିଏ କରି ତାର ବାପ ଘରର ଲୋକେ ମାମୁଁ ଘରର ଲୋକେ ଏକାଠି ହୋଇ ହାକିନାକୁ ଆଶୀର୍ବାଦ କଲେ। ବହୁତ ଆୟୁଷ ହେଉ। ବଣର ପିଲା ବଣ ପଡ଼ି ଦିଶୁଥା ସବୁବେଳେ ପୂର୍ଣ୍ଣ। ଝରଣା ପରି ତୋର ଜୀବନ ବହି ଚାଲୁ। ସୁଖରେ ଥା, ଶାନ୍ତିରେ ଥା। ସ୍ତ୍ରୀ ପୁତ୍ର ଧନ ଜନ କୌଣସିଥିରେ ତୋର ଅଭାବ ନ ହେଉ। ବାଜା ବାଜୁଥାଏ। ଦୁଇ କୂଳର ଲୋକେ ବସିଥାନ୍ତି। ସାନ ଅଗିଟିଏ ଜଳୁଥାଏ। ସାନ ଛାମୁଣ୍ଡିଟାଏ ତିଆରି ହୋଇଥାଏ।
ପୁରୋହିତ ମନ୍ତ୍ର ବୋଲୁଥାଏ। ସବୁଦିନ 12 ମାସର ନାଁ ଧରି କନ୍ଧ ଦେଶର ପ୍ରତ୍ୟେକ ପର୍ବତକୁ ସ୍ମରଣ କରି ମଙ୍ଗଳ ବର୍ଷଣ କରୁଥାଏ। ସବୁ ମଙ୍ଗଳରେ ବଢ଼ି ସରବୁ ସାଉଁତାର ଡୁମା ଦିଉଡ଼ୁ ସାଉଁତାର ପୁଅ ସ୍ୱାଧୀନ ଆନନ୍ଦରେ ହସ ଖୁସିରେ କାଳ କଟେଇ ଯିବ। କନ୍ଧ ପୃଥ୍ୱୀରେ ରାଜ୍ୟ ଉଜ୍ଜଳ ହେବ, କୁଳ ଉଜ୍ଜଳ ହେବ। ଅଛିଣ୍ଡା ମନ୍ତ୍ରର ସୁଅ କନ୍ଧ ଦେଶର ଅଛିଣ୍ଡା ଗୀତ ପରି ଦୁଡ଼ୁମ୍ ଦୁଡ଼ୁମ୍ ବାଜା ସାଙ୍ଗେ ଅନର୍ଗଳ ସ୍ରୋତ। ତାପରେ ପ୍ରଥମ କନ୍ଧ କନ୍ଦୁଣୀ ଦର୍ଥିନୀର ପ୍ରଥମ ପୁଅଟିଏ ଜନ୍ମ ହେଲା। ପ୍ରେତମାନେ ତାଙ୍କୁ ଖାଇ ଗୋଡ଼େଇଲେ। 7 ଦିନ ପର୍ଯ୍ୟନ୍ତ ଅନ୍ଧାର କରି ମହାପ୍ରଭୁ ତାଙ୍କୁ ଲୁଚେଇ ରଖିଲେ। ଶିମିଳି ଗଛର ଡଙ୍ଗାରେ ଚଢ଼ି ସେ ଭାସୁଥାନ୍ତି। ଆଲୁଅ ହେଲା, ଭୂଇଁ ଶୁଖିଲା, ଜଙ୍ଗଲ ହେଲା। ମହାପ୍ରଭୁ କହିଲେ, ଘର ସଂସାର କର। ଯେତେଥର ତାଙ୍କୁ ଭେଟାଭେଟି କରାଇଲେ ସେମାନେ କହିଲେ, ଆମେ ଭାଇ ଭଉଣୀ। ଗୋଟି ଗୋଟିକିଆ କରି ମହାପ୍ରଭୁ ବଣ ଭିତରେ କେତେଥର ତାଙ୍କୁ ବୁଲେଇ ବୁଲେଇ ଏକାଠି କଲେ। ତଥାପି ସେହି ଚିହ୍ନା ଚିହ୍ନି, ସେହି ଭାଇ ଭଉଣୀ। ଏକାଠି ହେବାକୁ ସେମାନେ ମଙ୍ଗିଲେ ନାହିଁ। ବାଧ୍ୟ ହୋଇ ମହାପ୍ରଭୁ ବସନ୍ତ ରୋଗ ସୃଷ୍ଟି କଲେ। ଭାଇ ଭଉଣୀଙ୍କ ଚେହେରା ବଦଳେଇ ଦେଲେ। ପରସ୍ପରକୁ ଚିହ୍ନି ନ ପାରି ସେମାନେ ସ୍ୱାମୀ ସ୍ତ୍ରୀ ହୋଇ ଘର କଲେ। ତାଙ୍କର 7ଟି ପୁଅ ହେଲା। ପ୍ରଥମେ ମିଣିଆକା, ଦ୍ୱିତୀୟରେ ହିମେରିକା, ତୃତୀୟ ହିକୋକ, ତାପରେ ପ୍ରାସ୍କା, ମୁସ୍କା, ଜାମ୍ବାକା, ମେଲାକା। ପ୍ରତି ପୁଅ ନାଁରେ ଗୋଟିଏ ଗୋଟିଏ ବଂଶ। ପୁଣି ନାତିମାନଙ୍କର ନାଁ ଅନୁସାରେ ବଂଶ। ଦେବତା ବଢ଼ିଲେ, ଆଇନ ହେଲା, ଇତିହାସ ହେଲା। ତାପରେ ଦେଶ ଗଲା, ସଭ୍ୟତା ଭାଙ୍ଗିଲା, କେବଳ ସବୁଯାଏ ରହିଲା ଆଦିମ ପର୍ବତମାଳ। ସେ ବି ଦେବତା, ସେ ବି ସ୍ମରଣୀୟ, ପ୍ରାଚୀନ ଗିରିକନ୍ଦରର ଘରଟିଏ। ସବୁ ଜୀବ ରହିବ ସେତିକି। ଘନ ଜଙ୍ଗଲ ଘୋଡ଼ି ହୋଇ ହଜିଲା ଅତୀତର ବିସ୍ମୟ। ଆବୋରି ଆକାଶକୁ ମୁଣ୍ଡ ଟେକି ମହାବଳୀ ପର୍ବତ ଶିଖରେ। ପ୍ରକାଣ୍ଡ ପ୍ରକାଣ୍ଡ ପର୍ବତମାଳାଦିମକ କନ୍ଧ ସଂସ୍କୃତିର ବିକଟ ସ୍ମାରକ। କାଣ୍ଡରାତି ତିଣିରାଣିତି ରେକମାଡ଼ିତି କୁଲେର ପାଣିତି କୋଡ଼ିହି ମାଡ଼ତି ଶୋଭା ମାଡ଼ତି ପାଣ୍ଡ୍ରା ମାଡ଼ତି ଦଣ୍ଡ୍ର ମାଡ଼ତି ହାତୀ ମାଡ଼ତି ବାୟା ମାଡ଼ତି ଗୁଆ ମାଡ଼ତି ଆନ୍ଦା ମାଡ଼ତି ପାସା ପାଟିଆତି ସୋଜୋ ତାଡ଼ିଆତି ଲେଞ୍ଜୁବାଲତି ରାସ୍କା କୋଟାତି ମାଡ଼ି ମାଡ଼ି। କାଣ୍ଡରାତି ଓରଫ ହାତୀମାଳି ପର୍ବତ ଚାରିଆଡ଼ର ଗାଁ ପାଖେ। ତିଣିଆଣି ଲଛୁମଣି ଗାଁ ପାଖର ବିଶାଳ ପର୍ବତ ତିଣି ଅର୍ଥାତ୍ ବିଜୁଳି। ରେକମାଡ଼ି କାକିରି ଗୁମ୍ଫା ଗାଁ ପାଖେ। କୋଡ଼ିହିମାଡ଼ି ଚେମ୍ପା ଗାଁ ପାଖର ଅତ୍ୟୁଚ୍ଚ ପର୍ବତ। ଶୋଭାମାଡ଼ି ନାରାୟଣପାଟଣାର କୁମ୍ହାରପୁଟ ପାଖେ। ପାଣ୍ଡ୍ରାମାଡ଼ି ଦଣ୍ଡାବାଡ଼ି ଗାଁ ପାଖେ ପଞ୍ଚଡ଼ାରୁ ଦଶମନ୍ତପୁର ଯିବାବେଳେ ବାଟରେ ପଡ଼େ। ଦଣ୍ଡ୍ରମାଡ଼ି ଦଶମନ୍ତପୁର ଅନ୍ତର୍ଗତ ଯୋଡ଼ିପାଇ ପାଖେ। ହାତୀମାଡ଼ି ମିଡ଼ିଂ ଓ ଚମ୍ପାଝରଣା ପାଖେ। ବାୟାମାଡ଼ି ନାରାୟଣପାଟଣା ଆମ୍ବା ଆତ୍ମା ପର୍ବତ ବାୟାମାଳା ଅଞ୍ଚଳ। ଗୁଆମାଡ଼ି ଗୁଆମାଳ ଅଞ୍ଚଳର ବଡ଼ ପର୍ବତ। ଆନ୍ଦାମାଡ଼ି ଦୁଆରୀ ମୁଠାର ପ୍ରସିଦ୍ଧ ଦେଓମାଳି ଉଚ୍ଚତମ ଶିଖରେ। ପାସାପାଟିଆ କାପସିପୁଟର ବିଖ୍ୟାତ ତମକ। ସୋଦତାଡ଼ିଆ ବିଜାଘାଟି ଗଡ଼ତି ଅଞ୍ଚଳର ବିଖ୍ୟାତ ଦମକ। ଏ ସଂସ୍କୃତି ଉପରେ ସାମ୍ନାକୁ ମୁହଁ କରି ଶାଳଗଛ ପରି ମିଣିଆକା ହାକିନା ଠିଆ ହେବ। ତାର ନାଁ ଦେବା ପଛେ ପଛେ ବାପଘର ମଉଳାଘର ଦୁଇକୂଳ ଥାଇ ତେଣୁକରି ଏତେ ପୂଜା, ଏତେ ମନ୍ତ୍ରୋଚ୍ଚାରଣ ଆବଶ୍ୟକ। ପୃଥିବୀ ମନୁଷ୍ୟର ଜନ୍ମ କନ୍ଧ ଜାତି କନ୍ଧ ଦେଶର ସଦା ଜାଗରୁକ ଭୀଷଣ ଗିରିଶୃଙ୍ଗ ମିଣିଆକା ହାକିନା। ଏତେ ମନ୍ତ୍ର ଆବଶ୍ୟକ ଏତିକି ସୂଚେଇ ଦେବାକୁ ଯେ ସେ କାହୁଁ ଅଇଲା ନୁହେଁ। ସେ କାଲିକାର ଛତୁ ନୁହେଁ, ଶିଉଳି ନୁହେଁ ଯେ ସମୟ ପ୍ରଭାବରେ ଚିତ୍ର ଛାଇଦେଇ ଆଖି ଝଲସି ରହିଛି ଗଲା କାଲିର ଅନ୍ଧାର ଉତ୍ତାରୁ, ଆସନ୍ତାକାଲିର ଅନ୍ଧାର ପର୍ବରୁ। ସେ କାହୁଁ ଅଇଲା ନୁହେଁ। ଯାହାର ବାପକୁଳ ନାହିଁ, ମା କୁଳ ନାହିଁ, ବୁନିଆଦି ନାହିଁ, ଅତ ନାହିଁ। ଖାଲି ପାହାଡ଼ ଢାଲୁର ହଳଦିଆ ନିର୍ମୂଳୀ ଲଟା ମଲାଙ୍ଗ କାଠ ଛତୁ। ବାଜା ବାଜୁଥାଏ, ମନ୍ତ୍ର ଚାଲିଥାଏ। କେତେବେଳ ପର୍ଯ୍ୟନ୍ତ ଇତଃବସରେ ଧୂଆଁପତ୍ର ଧୂଆଁ ସରିଗଲା, ମଦ ପିଆ ଲାଗିଲା, ସରିଲା। ଛୋଟ ଭୋଜିଟିଏ ହେଲା, ଦୁଇଟା ଲୋକ ସେଥିରେ ବସିଲେ। ମିଣିଆକା କନ୍ଧ ଗୋଷ୍ଠୀରେ ଜଣେ ହେଲା।
ଚାହୁଁ ଚାହୁଁ ରାତି 2 ଘଡ଼ି ଛାଡ଼ି ଜହ୍ନ ଉଇଁଲା। ଦୂରରେ ଗୋଜିଆ ପର୍ବତ ଉପରେ ଚିକି ଚିକି ହୋଇ ଦାପଟେ ଏଇ ପୁଷରରେ ଫସଲ କଟାକଟି କନ୍ଧଡ଼ିସାରିର ମେଡ଼ିଂସିରା ଯୋଗରେ ଚହଳ ବଢ଼ିଗଲା। ଦୂର ପରଜାଗାରୁ ପୁଷ ପରବ ବାଇଦ ଶୁଭୁଥାଏ କନ୍ଧ ବଇଁଶୀରେ ଯୋଡ଼ି ଯୋଡ଼ି ହୋଇ ମାଳୁଆ ରାଗିଣୀ। ଜହ୍ନ ଉଇଁଲା ସାଙ୍ଗେ ସାଙ୍ଗେ ଆନନ୍ଦ କୋଳାହଳ। ସାହିର ଝିଅ ଏ ଘର ସେ ଘର ହେଲେ। ସାହିର ପିଲାଏ ଖଦି ଘୋଡ଼ି ହୋଇ ଏପାଖୁ ସେପାଖେ ଯା ଆସ କଲେ। ପୁବୁଲିକି ଖୋଜି ଆସିଲେ ତାର ସାଙ୍ଗୀମାନେ ରେନ୍ଦ, ପୁଲମେ, କାଠକ, ଟିଟ, ଜଞ୍ଜଇ। ଏକୁଟିଆ ଘର ଭିତରେ କାହିଁକି? ଶୀତୁଆ ଜହ୍ନରାତିରେ ଓଦା ଆଲୁଅରେ ଏକାଠି ଗୀତ ବୋଲି ବୋଲି ସାହିର ଏମୁଣ୍ଡୁ ସେମୁଣ୍ଡ କେତେଥର ବୁଲି ଆସିବାକୁ ହେବ। ପୁବୁଲି ଘରେ ବସି ବସି ଠିକ୍ ସେ କଥା ଭାବୁଥିଲା। ଦୁଆର ଜହ୍ନ ପଡ଼ିଛି। ଦି ପାଖରେ ସାନକୁଡ଼ିଆ ମୁଣ୍ଡ ନୁଆଁଇ ଦେଇଛନ୍ତି ତାହାରି ଆଡ଼କୁ। ଏ ଗାଁରେ ଆଜି ନୂଆ ଲୋକଙ୍କ ବସା। ହସ ଶୁଭୁଛି, ସେଠି ଶୁଭୁଛି ସୁରୁଡ଼ି ବା ବଇଁଶୀ ଡାକୁଛି। ଟୋକିମାନେ ଗୀତ ବୋଲି ବୋଲି ବାହାରି ପଡ଼ିଲେ। ଟୋକାମାନେ ଏକାଠି ହେଲେ। ମୁରବୀମାନେ କେହି କେହି ନିଆଁଟା ଧରି କ୍ଷେତକୁ ବାହାରିଲେ। ଲେଞ୍ଚୁ ବାହାରି ଗଲା। ଧୀରେ ଧୀରେ ଗାଁ ଦୁଆରେ ଗୀତ ରହସ୍ୟ ଗଡ଼ି ଗଡ଼ି ଚାଲିଲା। ବୁଢ଼ା ଯାମିନୀ କନ୍ଧ ଗାଁ ବାରିକକୁ କହିଲା, ପିଲାମାନଙ୍କର ସରଧା ହୋଇଛି, ଏଥର ଡମ୍ ବାଇ ଦମ ଗା। ଟୋକିମାନେ ମିଟିଙ୍ଗା ଲୋକଙ୍କୁ ଲକ୍ଷ୍ୟ କରି ଗୀତ ଗାଇଲେ। ଗୀତରେ ନାଁ ଦିଆ ଦେଇ ସବୁବେଳେ ଲାଗିଥାଏ। ମିଟିଙ୍ଗାର ଲୋକେ ଜବାବରେ ଟୋକିମାନଙ୍କୁ ନାଁ ଦେଲେ ଡେଞ୍ଜୁରି, ଆୱେରୀ, ନିଲସ, ତାଲସ, ଆନ୍ଦୁଯୋଡ଼ୁ, ଫଗୁଯୋଡ଼ୁ। ଗୀତ ବଢ଼ିଲା, ଗାଉ ଗାଉ ନାଚ। ଏକାଠି ଧରାଧରି ହୋଇ ଗୀତ ବୋଲି ବୋଲି ଟୋକିମାନେ ଟୋକାମାନଙ୍କ ଆଡ଼କୁ ମାଡ଼ି ଆସନ୍ତି। ଗୋଡ଼ ହାତ ଛାଟି ଗୀତ ବୋଲି ଟୋକାମାନେ ନାଚି ନାଚି ମାଡ଼ିଯାଆନ୍ତି ଟୋକିମାନଙ୍କ ଆଡ଼କୁ। ଗୀତରେ ନାଚରେ ବେଶୁକନ୍ଧ ଆଗରେ ଥାଏ। ତାରି ଦଳର ଭେଣ୍ଡିଆ ମୁଦ୍ରି, ଜାଗିଲି, ମୁର୍ଜୁ, ଲେତା ଥାନ୍ତି ପାଖେ ପାଖେ। ଗୀତରେ ମାତି ପୁଷର ଶୀତ ଜଣାପଡ଼ୁ ନଥାଏ। ପ୍ରଥମେ ସାଧାରଣ ଆଦରର ଗୀତ, ସ୍ନେହରେ ଡାକ, ମଧୁର ସମ୍ବୋଧନ। ଧୀରେ ଧୀରେ ଚଢ଼ି ଚଢ଼ିକା ଉପରକୁ ଆସରେ ତରତର ପାଦ ପକେଇ ଟୋକିମାନେ ଛେଳି ପରି ଗୋରୁ ପରି ଯାହାଙ୍କର ଗୋଡ଼ ଆସ ସାପ ଆଉ ବେଙ୍ଗ ଏକାଠି ହେବା। ପାଇନ୍ ରାଚୁଡ଼େ କୁଡ଼ାଇ। ଗୀତର ନିଶାରେ ବାଜାର ତାଳରେ ଏତେ ଥର ଭେଟାଭେଟି ପଛାପଛିରେ ଧାଙ୍ଗଡ଼ିମାନଙ୍କ ସାନ୍ନିଧ୍ୟରେ ଧାଙ୍ଗଡ଼ାମାନଙ୍କର ରକ୍ତ ତାତି ଆସୁଥାଏ। ପରିଚୟର ଗହନ ସାନ୍ନିଧ୍ୟ ବଢ଼େଇ ଦେଇ ହାତକୁ ହାତ ଛନ୍ଦି ଦେହ ଗୋଟାକ ଥରେଇ ଦୋହଲେଇ ତୁହାଇ ତରତର ହୋଇ ମାଡ଼ି ଆସନ୍ତି ଧାଙ୍ଗଡ଼ିମାନେ। ଧୁଙ୍ଗିଆ ଇଚନ୍ ହିମାୟୁ, ଗାଜିଆ ଇଚନ୍ ହିମାଉ। ଧୂଆଁପତ୍ର ଖଣ୍ଡେ ଦିଅ। ଗୀତରେ ଧାଙ୍ଗଡ଼ାମାନଙ୍କ ଗୀତ ଆହୁରି ଉଗ୍ର ହୁଏ। ଝିମିଝିମିଆ କାକର ରାତିର ଆକାଶରୁ ଖସି ପଡ଼େ ମାଟୁ କାଦୁଅର ପୃଥିବୀ। ଖାଲି ମାଟିର କଥା ସେଠି ସର୍ଜନ ହୁଏ। ଫୁଲ ନାନା ଫାନ୍ଦ ପାତେ ଭଅଁରଠୁ ପରାଗ ଲାଗି ହେବାକୁ, ମଞ୍ଜି ବାନ୍ଧିବାକୁ ଗଜା ଗଛରେ କଷି ଧରେ। ଟିକେ ଟିକେ ପିଲା ଜନ୍ମ ହୁଅନ୍ତି, ସାନ ଆଙ୍ଗୁଠିରେ ମାଟିକୁ ଆଞ୍ଚୁଡ଼ି ଧରନ୍ତି। ଧାଙ୍ଗଡ଼ା ମର୍ତ୍ତ ଗର୍ଜନରେ କମ୍ପି ଉଠେ ଷଣ୍ଢର ହେଣ୍ଟାଳ ଗୀତ ଛୁଟେ। ଜୀବନରେ ଶ୍ରେଷ୍ଠ ମିଳନ, ସେଇ ଜୀବନର ଚରମ ଫୁଲ କେବଳ ମାଟିର ପାତ୍ର, ସେଥିରେ ପରାଗ ଝଡ଼େ, ରସ ଭର୍ତ୍ତି ହୁଏ। କିନ୍ତୁ ଆରେ ଫୁଲ, ସଂସାରରେ ତୁମେ ଖାଲି ସବୁ ନୁହଁ, ଅଟାଳ ବାଉଁଶ ଭାରି ଟାଣ। ଧାଙ୍ଗଡ଼ା ଗୀତ ବୋଲନ୍ତି। ପୁଚି ରୁମ୍ବେଲି ପୁୟୁଲୋ, ତାଣ୍ଡି ସୁଗେଲି ପୁୟୁଲୋ ନିବାଦେରୁ ଜମ୍ବାଇ। ଧାଙ୍ଗଡ଼ି ସେଇ ଗହଳ ଘୋଷା ଧରନ୍ତି। ଆଖିରେ ନିଶା, ମୁହଁରେ ସ୍ୱପ୍ନ, ଦେହ ଟଳଟଳ। ଧାଙ୍ଗଡ଼ି ଏକାଠି ମିଶି ଗୋଜିଆ ପର୍ବତ ଗହୀର ଖାଲ ଉପରେ ଛାଡ଼ି ଦିଅନ୍ତି ଗୀତର ମାଳା। ନିମା ଦେରୁ ଜମ୍ବେ। ସେତିକିରେ ସବୁ ପ୍ରକୃତି ଆଉ ପୁରୁଷ, ଆକାଶ ଆଉ ମାଟି। ବାହାରେ ସର୍ଜନୀ ଶକ୍ତିର ମାୟା, ଭିତରେ ଦାରୁବ୍ରହ୍ମ ଆଉ ଅନାଦି ଦେବତା ଯୋଗେଶ୍ୱର ମହାଦେବ ଅର୍ଦ୍ଧନାରୀଶ୍ୱର। ଗାଁର ସମସ୍ତ ଗୀତ ଆଉ ନାଚରେ ଯୋଗ ଦେଇଛନ୍ତି। ବୁଢ଼ାମାନେ ଦେଖୁଥାନ୍ତି। ଦେଖି ଦେଖି ଶୁଣି ଶୁଣି ଚାଲିଥିବା ଯୌବନକୁ ଫେରାଇ ଆଣନ୍ତି। କନ୍ଧ ଯୌବନ ଭଲ ପାଏ, ଜୀବନ ଭଲ ପାଏ। ଥରେ ଗୀତ ନାଚ ଆରମ୍ଭ ହେଲେ ମାତି ରହେ ସାରା ରାତି।
ବୁଢ଼ାବୁଢ଼ୀ ସମସ୍ତେ ରୁଣ୍ଡି ଥିଲେ। ସେମାନେ ତାଙ୍କ ଅଭିଆଡ଼ା ପିଲାମାନଙ୍କୁ ସ୍ୱାଧୀନତା ଦେଇଛନ୍ତି। ଧାଙ୍ଗଡ଼ିର ଇଚ୍ଛା ଉପରେ କାହାରି ଲଗାମ ନାହିଁ। ସମାଜ ଆଡ଼େଇ ରହେ, ଲଗାମ ଦିଏ ବିବାହ ସରିଲେ। ତେବେ ଏହିଠାରେ ଶେଷ ହେଲା ଔପନ୍ୟାସିକ ଗୋପୀନାଥ ମହାନ୍ତିଙ୍କର